ମୁଁ ଆଜ୍ଞା ନାରାୟଣ ଚନ୍ଦ୍ର ନାୟକ ଜଣେ ଶ୍ରମିକ ନେତା। MS ନ୍ୟୁଜ୍ର 6 ବର୍ଷ ଯେଉଁ ପୂର୍ତ୍ତି ପାଳନ କରାଯାଉଛି, ମୁଁ MS ନ୍ୟୁଜ୍ର ମାଲିକ ପ୍ରତିନିଧିମାନଙ୍କୁ ସ୍ୱାଗତ କରୁଛି, ଅଭିନନ୍ଦନ ଜଣାଉଛି ଯେ MS ନ୍ୟୁଜ୍ ସଦାବେଳେ ସତ୍ୟ ଉପରେ ଯେତେ ନିର୍ଭୀକ ଭାବରେ ଯେଉଁ ନ୍ୟୁଜ୍ ପ୍ରକାଶ କରୁଛି, ମୁଁ ସେଥିପାଇଁ ବହୁତ ଖୁସି। କାହିଁକିନା ଯେତେବେଳେ ଆମ ଦେଶ ସ୍ୱାଧୀନ ହୋଇଛି, ଯେତେବେଳେ ଆମର ସମ୍ବିଧାନ ତିଆରି ହେଲା, ଡକ୍ଟର ଆମ୍ବେଦକରଙ୍କୁ ଦାୟିତ୍ୱ ଦିଆଗଲା। ଡକ୍ଟର ଆମ୍ବେଦକର ସମ୍ବିଧାନ କରିବା ସହିତ ବିଶ୍ୱରେ ତ ବହୁତ ଚହଳ ସୃଷ୍ଟି ହେଲା ଯେ ବଢ଼ିଆ ସମ୍ବିଧାନ ହେଇଛି। ଆମ୍ବେଦକର ସେ ସମ୍ବିଧାନରେ ଚତୁର୍ଥ ସ୍ତମ୍ଭ କରିଥିଲେ କାହାକୁ? ଏ ଗଣମାଧ୍ୟମ। କାହିଁକିନା ଗଣମାଧ୍ୟମ ହେଉଛି ଏ ଯେଉଁ ଗଣତନ୍ତ୍ରର ରକ୍ଷା କବଚ। ତେଣୁ ଗଣତନ୍ତ୍ର ଯଦି ବଞ୍ଚିକି ଆଜି ଅଛି, ଆଜି ଭାରତକୁ ବିଶ୍ୱ ଜାଣୁଛି, ସେଥିପାଇଁ କେବଳ ସେଥିର ଭୂମିକା ବେଶୀ ହେଉଛି ଏଇ ଯେଉଁ ଗଣମାଧ୍ୟମ ମାନଙ୍କର। ଯେଉଁ ଆମର ସ୍ୱର୍ଗତ ଯେ ଆମ୍ବେଦକର ଯେଉଁ କରିଯାଇଥିଲେ, ମୁଁ ଆମ୍ବେଦକରକୁ ବି କୋଟି କୋଟି ନମସ୍କାର ହେଉଛି। ସିଏ ଯେଉଁ ଚତୁର୍ଥ ସ୍ତମ୍ଭ କରିଯାଇଛନ୍ତି ଗଣମାଧ୍ୟମକୁ, ସେଥିପାଇଁ ଆଜି ଭାରତ ଆଜି ଦେଶର ଶ୍ରେଷ୍ଠ ସ୍ତରକୁ ଯାଇଛି। ଏ ଗଣମାଧ୍ୟମର ଏଇ ଜନସାଧାରଣଙ୍କର ସୁରକ୍ଷା ପାଇଁ ସବୁ କିଛି କାର୍ଯ୍ୟ କରୁଛି। ତେଣୁ ମୁଁ ପୁଣି ଥରେ ଆପଣଙ୍କୁ MS ନ୍ୟୁଜ୍କୁ ଧନ୍ୟବାଦ ଦେଉଛି, ଅଭିନନ୍ଦନ ଜଣାଉଛି। ଆପଣଙ୍କୁ ଜଗନ୍ନାଥ ମଙ୍ଗଳ କରନ୍ତୁ। ଆପଣ ଏମିତି ସତ୍ୟ ନ୍ୟୁଜ୍ ପ୍ରତିପାଳନ କରନ୍ତୁ, ଯେଉଁ ଆମ୍ବେଦକରଙ୍କ କଥା ରକ୍ଷା କରନ୍ତୁ। ସତ୍ୟର ପ୍ରତିଷ୍ଠା ହେଉ, ସାଧାରଣ ଲୋକମାନେ ନ୍ୟାୟ ପାଆନ୍ତୁ।